मुई तर पति सुनल पार्वती भ्रमण रे थिली माती आलो आस मो पासर मोर रामावर जगदात्री महासती कांतायनी कांतायनी डाकुचंती सोल पानी कांतायनी स्थिर तुम्भे जेबे मोर पति के तुम्बर पिता माता बुझाइब शुणी हेब मोर चित्त पंचानन पंचानन कही दियो तो समन शुण तु गो सती देई करी मती पिता मोर निराकार आलो आदि माता मोर शुणिलु कनर चैत्र दंडरा सर 13 दिन व्रत करी पालन 13 दिन भकत करिला कहिब तार कारण तेबे जाई मुहि रासरे जे तही संगते हे विमिलन उमा साई कहि देव मते जाई उमा साई गुरु हत्या कली ब्रह्म हत्या कली स्त्री हत्या 10 पाए आलो मातृहरण 10 मोठरे लागिलार प्राण सही तेणु दंड भोग मोर रहिला अंगरे मोर तेणु दंड भोग क्षमा कर महेश्वर मनरे रखी अंतर बसंत मासरे नृत्य आरंभिबा नरुतमर जुहार आशीर्वाद आशीर्वाद कही दियो वैद्यनाद आशीर्वाद
ଆସି ପରିବାରି ଆଲଟ ଚାମର ଧରି ଆଲଟ ଚାମର ମଣିମା ଡାକ ପ୍ରକାଶ ଗୋ ମିଳିଲେ ଦଣ୍ଡକାର
ଜଗନ୍ନାଥ ମୋତେ କି କାରଣେ ସୁମରଣା କଲେ? ଆଚ୍ଛା ବୁଝ ଗୋ ପାର୍ବତୀ, ପିଲାମାନେ ଏ ସ୍ଥାନରେ ଗୋଟିଏ ଦୋଳି ଖେଳ ଖେଳୁଥିଲେ। ହଠାତ୍ ଅଷ୍ଟବକରୁ ସିଏ ଆସି ପ୍ରବେଶ ହେଲେ। ପିଲାମାନେ ଚିହ୍ନି ନ ପାରି ମାରିପିଟି ଘଉଡ଼େଇ ଦେଲେ। ଋଷି ଏକ ସପ୍ୟ ଦେଲେ। ସେ ସପ୍ୟରେ ପିଲାମାନଙ୍କର ଚକ୍ଷୁ ଲୋପ ହେଇଗଲା। ସେ ଚକ୍ଷୁ କେମିତି ଫେରି ପାଇବେ ସେଇ ନିମନ୍ତେ ମୁଁ ତୁମକୁ ସୁମରଣା କଲି। ଆପଣ କଣ ସେ ବରଦାନ ଦେଇପାରିଲେ ନାହିଁ? ନା, ମୁଁ ମୋ ଅର୍ଦ୍ଧାଙ୍ଗୀ ପାର୍ବତୀ ବିନା ସେ ବର ଦେଇପାରେନି। ଈଶ୍ୱରେ ବୋଲନ୍ତି ଉମା ଆମ୍ବେ ହରିହର ବ୍ରହ୍ମା, ଏ ତ୍ରିଭୁବନର ଠାକୁର। ସଜିଅଛୁ ଚରା ଚର ଗୌରୀ ଗୌରୀ ନାଗନର ଚରା ଚର ଭବାନୀ ଉମା ବୋଲନ୍ତି ଗୋ ଦେବ ବ୍ରହ୍ମାଦି ତିନି ଦେବ, କେଉଁଠୁ ହେଲେ ସମ୍ଭବ କହି ସଞ୍ଚୟ ଫେଡ଼ିବ ଈଶ୍ୱରେ। କେଉଁଟେ ପିଅର କୁହ ଈଶ୍ୱରେ। ନିରାକାର ମତ ଖସିବାରୁ ତାଙ୍କରେ ତ ଆଙ୍ଗୁଳି ଛିଦ୍ରେ ତ୍ରିଧାର। ଜାତ ବ୍ରହ୍ମା ବିଷ୍ଣୁ ହର ଗଳିବାରୁ ଏ ପ୍ରଥମ ଅବତାର ଗଳିବାରୁ। ପୁଣି ପୁଛନ୍ତି ଗୌରୀ ଯାତ୍ରା ବିଧାନ କିପରି? କୁହ କୁହ ତ୍ରିଲୋଚନ ଶୁଣି ତ ସହେ ଉମନ ଈଶ୍ୱରେ। କେଉଁ ମାସ କେଉଁ ଦିନ ଈଶ୍ୱରେ? କୁମ୍ଭନ୍ତେ ମିନ ମାସ ଭାଗ 17 ଦିବସ, ଏ ଡକାଇ ଅଷ୍ଟ ଶମ୍ଭୁକୁ ଯିବା ପାଣି ତୋଳିବାକୁ ଗୌରୀ ଗୌରୀ ମହଦଧି ନିକଟକୁ ଦଣ୍ଡ ଯାତ୍ରା ତୋଳି। ଅନେକ ଦଣ୍ଡ ବରୁଣାଣି କରିବେ ଅର୍ପଣ, ଆମ୍ଭ ଶିଷ୍ୟ ହନୁ ଆଣି ଲଗାଇବେ ବ୍ରହ୍ମ ଅଗ୍ନି ଗୌରୀ ଗୌରୀ ଲାଗିବ ସେ 13 ଦିନି ଗୌରୀ ତେର ବୁକୁତା ହେବେ ସାତ ସେବା ଲଗାଇବେ। ଏ ତହିଁରୁ ବଳିଲେ 16 ସେବା କଲେ ଅତି ଭଲ ଗୌରୀ ଗୌରୀ ପଶି ନ ପାରିବ କାଳ ଗୌରୀ ଗୌରୀ ବେତକୁ ବି ଆଣି ସମର୍ପିବେ ତହିଁ। ଏ ଧର୍ମରାଜା ଦଣ୍ଡ ଧରି ନାଚୁଛନ୍ତି ଝୁଣା ମାରି ଗୌରୀ ଗୌରୀ ଦିଗପାଳ ଝୁଣା ଧରି ଗୌରୀ। ସଦାପଥେ ଦର୍ଶନିକା ଅଗ୍ରେ କାମିନୀ କାଳିକା, ଏ କାଳ ପୁରୁଷ ସହିତ ପ୍ରଥମେ କରିବା ନୃତ୍ୟ ଗୌରୀ ଗୌରୀ ଆଖଡ଼ା ହେବ ଶୋଧିତ ଗୌରୀ ତଦନ୍ତରେ ତୁଇ ମୁଇ ଦଣ୍ଡ ଯାତ୍ରା ବିଧି କହି ଏ ନର ନାରୀ କି ତୋଷିବା, ଖୁସି ହୋଇ ନାଚିବା ଗୌରୀ ଗୌରୀ।
ଅବିଷ୍ଟ ଶିଶି ଝାରିବା ଗୌରୀ ବ୍ରହ୍ମାସୀନ ଯେ ପୁଣ ବୈଷ୍ଣବ ରୂପ ଧରିଣ ଏ ନାନା ଛଟିକାର କରି ବ୍ରହ୍ମଗ୍ନି ଉଚାରି ଗୌରୀ ଗୌରୀ ଅଟନ୍ତି ସେ ତପଚାରି ଗୌରୀ ସଖୀ ମାନେ ବେପୁଣ ଗୋପରୁ ଆସି ବହନ ଏ ମଥୁରା ଆଟକୁ ତଇଁ ଦଧି ବିକ୍ରୟ ହେବା ପାଇଁ ଗୌରୀ ଗୌରୀ ନାଚୁଛନ୍ତି ଧାଇଁ ଧାଇଁ ଭବାନୀ କୃଷ୍ଣ ହଇବେ ବାହାର ସଖୀ ସଙ୍ଗତରେ ମେଳ ଏ ବାହାର ହେବେ ଗୋପାଳ ଲଗାଇବେ କୌତୁହଳ ଗୌରୀ ଗୌରୀ ଲଗାଇବେ କୌତୁହଳ ଗୌରୀ ବ୍ରହ୍ମାବଚନେ ଗନ୍ଧର୍ବ ଚଢ଼ାଇ ନାଚ କରିବ ଏ ଚନ୍ଦ୍ରବଚନେ ରୋହିଣୀ ଆସି ଏବେ ଚଢ଼େଇ ଆଣି ଗୌରୀ ଗୌରୀ ନାଚିବେ ବେନି ପୁରାଣୀ ଗୌରୀ ପଦ୍ମ ପୁରାଣର ରସ ଶୁଣ ହେ ସାଧୁ ବିଦୁଷ ଏ ବିଦ୍ୟାଧର ବାଇ ଧନ କରିବେ ସେ ଆଗମନ ଗୌରୀ ଗୌରୀ ଚାମର ମୁଠା ଧରିଣ ଗୌରୀ ଅନୁଛାୟା ତ୍ରିମୁନି ଏବେ ଯୋଗୀ ଯୋଗୀ ଆଣି ତେ ଜୀବ ସବ୍ୟ ମାନସ ପହୁଳି ଚନ୍ଦ ପ୍ରକାଶ ଗୌରୀ ଗୌରୀ ପହୁଳି ଚନ୍ଦ ପ୍ରକାଶ ଗୌରୀ ଈଶ୍ୱର ପାର୍ବତୀ ଲୀଳା ପାପ ସରା ଗ୍ରାମେ ହେଲା ଏ ଆଠ ମଲ୍ଲିକ ଦେଖିଲା ରଘୁ ପ୍ରଧାନ ରଚିଲା ଭବାନୀ ଦୁର୍ଗାଙ୍କର ଆଜ୍ଞା ହେଲା ଗୌରୀ ଏଇ ତମର ଚକ୍ଷୁଦାନ ନିଅ ପିଲେ ଏହିପରି ନୀତି ନିୟମରେ ଦଣ୍ଡ ନୃତ୍ୟ ପାଳୁଥାଉ।